ତାହେଲେ ପିଲାମାନେ ପୁଣି ଥରେ ଆଉ ଗୋଟେ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କଲେ କେଳି ସଜଲକୁ ଆଲୋକିତ କରିବା ପାଇଁ ଜଳୁଥିବା ସ୍ତମ୍ଭିତ ଆଲୋକ ଦୀପାଳି ଯାହାକୁ କେଳି ଦୀପ କୁହାଯାଏ ବା ମିଳନ ସମୟର ଦୀପ ଯାହାକୁ କେଳି ଦୀପ ମଧ୍ୟ କୁହାଯାଏ। ଏବଂ ଏଇଠି କହୁଛି ପିଙ୍ଗୁଳା କେଳି ଦୀପ ଆଉ ଜାଳିବି ନାହିଁ ମୁଁ ଏଇ ଶୂନ୍ୟ ସୁଆଗେ ବସି। କେଳି ଦୀପ ମୁଁ ଆଉ କେଳି ସଜନରେ କେଳି ଘରରେ ଯେଉଁ ଘରେ ମିଳନ ହୁଏ ସେ ଘରେ ମୁଁ ଆଉ କେଳି ଦୀପ ଜାଳିବି ନାହିଁ ଶୂନ୍ୟ ସୁଆଗେ ବସି। ଶୂନ୍ୟ ସୁଆଗେ ଏଇ ଯୋଉ ଶୂନ୍ୟ ଫାଙ୍କା ବା ଖାଲିଟାରେ ସୁଆଗେ କହିଲେ ଆଦରରେ ରସି ଏ ଆଦରରେ ଶୂନ୍ୟ ମାନେ ଫାଙ୍କା ଆଦରରେ ମୁଁ ଆଉ ରସି ପାରେ ଭଜି ଲୁଚାଇ ମୁଁ ଆଉ କେଳି ଦୀପ ଜାଳିବି ନାହିଁ। ବୁଝିପାରିଲା? ଆଉ କଣ କହୁଛନ୍ତି ଦେଖ ବିଲେ, କାହା ଆଗେ ଆଉ ଦେଖାଇବି ନାହିଁ ପୀରତିର ଅଭିନୟ, ନିଶାର ହସାର ସ୍ୱପ୍ନ ସମାନ ସକଳ ଭଜିଛି ଲୟ। ମରମେ ମୋହର ଲଭି ଅଛି ଆଜି ଦିବ୍ୟ ପରମ ଧନ, ମରମ ପଥର ଅମର ବନ୍ଧୁ ଅନ୍ତର ବିମୋହନ। ଏଠି କହୁଛନ୍ତି କବି ଦେଖୁଥିଲେ ପିଙ୍ଗୁଳର ମନସ୍ତତ୍ଵ, ବୁଝିପାରିଲା? ବଖାଣୁଛନ୍ତି କବି ଏବଂ କହୁଛନ୍ତି କାହା ଆଗେ ଆଉ ଦେଖାଇବି ନାହିଁ ବିରତିର ଅଭିନୟ। ବୁଝିପାରିଲା? ପିଙ୍ଗୁଳା ସବୁଦିନେ କଣ କରେ ତା ପାଖକୁ ଯେଉଁ ଧନୀ ପୁଅ ଆସନ୍ତି ତାଙ୍କେ ଆଗରେ ବିରତିର ଅଭିନୟ କରେ, ପ୍ରେମର ଅଭିନୟ କରେ। ପ୍ରକୃତ ପ୍ରେମ ଗୋଟେ ବେଶ୍ୟା ପାଖରୁ ତମେ କେବେ ଯଦି ଆଶା କରିବ କେବେ ପାଇବ କି? କେବେ ବି ପାଇବନି। ସେଥିପାଇଁ କେବେ କୌଣସି ବେଶ୍ୟା ଯୋଉମାନେ ଦେହଜୀବୀ ରୂପଜୀବୀ ଯୋଉ ଗଣିକା ଅଛନ୍ତି ସେମାନଙ୍କୁ କେବେ ମାନେ ଭଲ ପାଇବାର ଆଶା ରଖିବନି, କାହିଁକି ନା ଶେଷରେ ତମମାନଙ୍କୁ ଦୁଃଖ ହିଁ ମିଳିବ। ବୁଝିପାରିଲା? ଯଦି ବିଶ୍ୱାସ ହଉନି ତାହେଲେ ନିଜେ ଯୋଉଦିନ ସେ ରାସ୍ତାରେ ଚାଲିବ ସେଇଦିନ ବୁଝିପାରିବ ବେଶ୍ୟା ମାନଙ୍କୁ ଭଲ ପାଇଲେ ମୂଲ୍ୟ କଣ। ତାହେଲେ ପିଲେ ଆମେ ପାଠ ଉପରକୁ ଯିବା। ଏଠି କଣ କୁହାଯାଇଛି? କାହା ଆଗେ ଆଉ ଦେଖାଇବି ନାହିଁ ବିରତିର ଅଭିନୟ। ତେଣୁ ପିଙ୍ଗଳ ପାଖକୁ ଯେଉଁମାନେ ସବୁ ଆସିବେ ତାଙ୍କେ ଆଗରେ ଆଉ ସେ ପ୍ରେମର ଅଭିନୟ କରିବ ନାହିଁ। କାହିଁକି? ତାକୁ ପ୍ରେମିକ ପୁରୁଷ ବୋଲି କୁହାଯାଇଛି। କାରଣ ଶ୍ରୀକୃଷ୍ଣ ଯାଇଛନ୍ତି ଦିବ୍ୟ ଜ୍ଞାନ ଜାତ ହୋଇଛି ତାଠି ଏବଂ ତାଠି ବୈରାଗ୍ୟ ଭାବ ଆସିଛି। କାହିଁକି ବୈରାଗ୍ୟ ଭାବ ଆସିଲା ତମେ ପଚାରିବ, ସାର୍ ବୈରାଗ୍ୟ ଭାବ କାହିଁକି ଆସିଲା? ଦେଖ ମାନେ ପୂର୍ବ ଜନ୍ମ ପୂର୍ବ ଫଳରୁ ତାଙ୍କ ଭିତରେ ବୈରାଗ୍ୟ ଜାତ ହୋଇଛି ଏବଂ ପିଙ୍ଗୁଳା ଆଉ କଣ ହେଇଛି ପିଲେ ଦେଖ, ନିଶାର ଅସାର ସ୍ୱପ୍ନ ସମାନ ସକଳ ଭଜିଛି ଲୟ। ନିଶା ନିଶା କହିଲେ ରାତି, ନିଶା ନିଶା ରାତି ଆମେ ସବୁ ଜାଣିଛେ ନା ନାଇଁ? ତେଣୁ ନିଶାର ଅସାର ସ୍ୱପ୍ନ, ନିଶାର କହିଲେ ରାତିର, ଅସାର କହିଲେ କଣ? ମିଥ୍ୟା। ମିଥ୍ୟାର ସ୍ୱପ୍ନ ସମାନ ସକଳ ଭଜିଛି ଲୟ। ସକଳ କହିଲେ ସମସ୍ତେ, ସକଳ କହିଲେ ହୋଇଛି ଭଜିଛି ଲୟ। ଭଜିଛି ଲୟ କହିଲେ ନଷ୍ଟ ହୋଇଯାଇଛି, ହଜି ଯାଇଛି। ତାହେଲେ ଏଠି କଣ କହୁଛନ୍ତି? ନିଶାର ଅସାର ସ୍ୱପ୍ନ, ରାତିର ଅସୁମାରୀ ସ୍ୱପ୍ନ, ରାତିର ମିଥ୍ୟା ସ୍ୱପ୍ନ ଭରି ଆଣି କଣ ହେଇଛି? ସବୁ କିଛି ହଜି ଯାଇଛି, ସବୁ କିଛି ମୋର ଆଜି ନଷ୍ଟ ହେଇଯାଇଛି। ଏଠି ପିଙ୍ଗୁଳା କହୁଛି ରାତିର ଅସାର ସ୍ୱପ୍ନ ଭଳି, ଯେମିତି ଆମେ ରାତିରେ କେମିତିକା ସ୍ୱପ୍ନ ଦେଖୁଛେ ସେ ସବୁ ସକାଳେ ନଷ୍ଟ ହେଇଯାଏ ନା ନାଇଁ? ସେ କଥା କହୁଛି ପିଙ୍ଗୁଳା ଆଜି କହୁଛି ନିଶାର ମୋ ରାତିର ଅସାର ସ୍ୱପ୍ନ ଶୂନ୍ୟ ମିଥ୍ୟାପୂର୍ଣ୍ଣ ସବୁ ସ୍ୱପ୍ନ ଆଜି କଣ ହେଇଛି? ସବୁ ଆଜି ସକଳ ଭଜିଛି ଲୟ, ସଫଳତା ଆଜି ନଷ୍ଟ ହେଇଯାଇଛି। ଏବଂ କହୁଛି ପିଙ୍ଗୁଳା ମରମ ମୋହର ଲଭି ଅଛି ଆଜି ଦିବ୍ୟ ପରମ ଧନ। ତେଣୁ ମରମେ ମୋ ମନରେ, ମରମେ ମୋହର ଲଭି ଅଛି ଆଜି। ଆଜି ମୁଁ ଆଜି କଣ ଲଭିଛି? ମୁଁ ଆଜି ଲଭିଛି ଦିବ୍ୟ ପରମ ଧନ। ବୁଝିପାରିଲା? ମୁଁ ଆଜି ଦିବ୍ୟ ପରମ ଧନକୁ ପାଇଛି। ପିଙ୍ଗୁଳା କହୁଛି ଆଜି ମୁଁ ଦିବ୍ୟ ଧନକୁ ପାଇଛି। ମୋ ପାଇଁ ଆଜି ଅସାର ଏଇ ଯୋଉ ବିଶାଳ ସରି ବିଳାସ କୁଞ୍ଜକତା ମୋ ପାଇଁ ଆଜି ଅସାର। ଏବଂ କହୁଛି ମରମ ପଥର ଅମର ବନ୍ଧୁ ଅନ୍ତର ବିମୋହନ। ଦେଖ ସ୍କ୍ରିନକୁ ଦେଖ, ମୁଁ ମରମ ପଥର କହିଲେ କଣ? ମରମ ଏଇ ଯୋଉ ପାର୍ଥିବ ଜୀବନର ବା ଆମର ଯୋଉ ମୃତ୍ୟୁର ଯେଉଁ ଜୀବନ ମରମ ପଥର ଯେଉଁଟାକୁ କବି କହୁଛନ୍ତି, ବୁଝିପାରିଲେ? ସେ କହୁଛନ୍ତି ଯେ କହୁଛି ମରମ ପଥର ଅମର ବନ୍ଧୁ ଅନ୍ତର ବିମୋହନ। ମୋ ଅନ୍ତରକୁ ବିମୋହନା କଲା ଭଳି ମୋ ଅନ୍ତରକୁ ଯିଏ ମୁଗ୍ଧ କରନ୍ତି। ଅନ୍ତରର ବିମୋହନ କହିଲେ ଆମ ଅନ୍ତରକୁ ଯିଏ ମୁଗ୍ଧ କରନ୍ତି କିଏ? ଭଗବାନ। ସେ ହଉଛନ୍ତି ଆମର ଅମର ବନ୍ଧୁ। ଆମର ବନ୍ଧୁ କହିଲେ
ଚିରନ୍ଦନ ସାଥୀ ବୁଝିପାରିଲା କେବଳ ଭଗବାନ ହିଁ ସାଥୀ ମୃତ୍ୟୁ ବେଳେ ଭଗବାନ ହିଁ ତମମାନଙ୍କ କାମରେ ଆସିବେ ଅନ୍ୟ କେହି ଆସିବେନି ବୁଝିପାରୁଛ ନା ନାଇଁ ପ୍ରେମ ପ୍ରେମ ପାଇଁ ଆମେ ପାଗଳ ହେଉଛେ ବୁଝିପାରିଲା ରୂପର ସୌନ୍ଦର୍ଯ୍ୟରେ ଆମେ ସବୁ ମୁଗ୍ଧ ହେଇଯାଉଛେ ପରନ୍ତୁ ନା ଇଏ ଏଠି ପିଙ୍ଗୁଳା କହୁଛି ମରମ ପଥର ଏଇ ମୃତ୍ୟୁ ପଥର ଏଇ ପାର୍ଥିବ ଶରୀର ଅମର ବନ୍ଧୁ କିଏ ଆମର ବନ୍ଧୁ ହେଉଛନ୍ତି ଅନ୍ତରଣ ବିମୋହନ ଯିଏକି ଅନ୍ତରକୁ ମୁଗ୍ଧ କରନ୍ତି ଚିରନ୍ତନ ସାଥୀ ସେ ହଉଛନ୍ତି ସେ ହଉଛି ପ୍ରେମମୟ ବା ଯଦି ଆମେ କହିବା ପ୍ରେମିକ ପୁରୁଷ ଶ୍ରୀକୃଷ୍ଣ ଏବଂ ଆଉ କଣ କହୁଛନ୍ତି ପିଙ୍ଗଳଟା ଏଠି କହିବାର କଥା ହଉଛି ଅସାର ଦୁନିଆରେ ଭଙ୍ଗୁର ପଥରେ ମୋ ମନରେ ପରମ ପ୍ରିୟ ତମଙ୍କ ସନ୍ଧାନ ମୁଁ ଆଜି ପାଇଛି ବୁଝିପାରୁଛ ନା ଏବଂ ସେ କହୁଛନ୍ତି କି ମୋ ଜୀବନର ଅମର ବନ୍ଧୁ ସେ ଜୀବନର ଅମର ବନ୍ଧୁ ଏବଂ ଅନ୍ତରର ବିମୋହନ ସୋପା ବା ମୋ ପ୍ରାଣକୁ ମୁଗ୍ଧ କରୁଥିବା ଜଣେ ସୋତା ଦେନ୍ ଆଉ କଣ ଅଛି ଏସବୁ ପିଲା ପରବର୍ତ୍ତୀ ସମୟରେ ଆଲୋଚନା କରିବା ଏସବୁ ଠିକ ଅଛି ତାହେଲେ ଆଜି ପାଇଁ ବେଶୀ ଏତିକି